ସକାଳୁ ସକାଳୁ ଆଜି ଉଠିକି ପୁରା ଦେଖିଲି ଗୋଟେ ବହୁତ ବଡ଼ କଥା। ଦେଖିଲା ବେଳେ ମୋ ପୁଅ ପାଠ ପଢ଼ୁଛି, ପାଠ ମୁଁ ଯାଇ ଦେଖିଲା ବେଳେ ସେ ଗୋଟେ ଡ୍ରଇଂ ଆଙ୍କୁଛି। ହଉ ଛାଡ଼, ଛୋଟ ଛୁଆ, ତାଙ୍କ ଖୁସିରେ ଖୁସି। ସେ ଗୋଟେ ଡଙ୍ଗା ବନେଇକି, ମମି ମୁଁ ଭୂତ ଚିତ୍ର କରୁଛି, ଏଇଟା ଦେଖ କେମିତି ହେବ। ତାପରେ ମୁଁ ତାକୁ ତା ସହିତ ଟିକେ କଥା ହେଇପଡ଼ିକି ଗଲି, ଫୁଲ ଫୁଲ ତୋଳିକି ଆଣିଥିଲି ଯେଉଁ, ଗଲି ପୂଜା କରିଦେଲି। ପୁଅ ବି ସେଇଟା ଆଣିକି ଦେଖୁଛି, ମମି ଦେଖ ମୁଁ ଏଇଟା କେମିତି କରିଛି। ସେ ପୁରା ଖୁସି, ବହୁତ ଖୁସି। ତା ଫେସ୍ରୁ ବି ଆପଣ ଦେଖିପାରୁଥିବେ ସମସ୍ତେ କେତେ ଖୁସି ଅଛି। ହଉ ଛୋଟ ଛୁଆ, ସେ ଚଲେଇଛି। ବାବା ବସିକି ତା କଥା ପୁରା ମନ ଧ୍ୟାନ ଦେଇକି ଶୁଣୁଛନ୍ତି, ମାନେ ମୋ ନାତି କ'ଣ କରୁଛି ବୋଲି। ତାପରେ ପୁଅ କିନ୍ତୁ ବହୁତ ଖୁସି ଥିଲା, ମୋତେ ବି ସେଇଟା ଦେଖିକି ଖୁସି ଲାଗିଲା। ତାପରେ ମୁଁ ଠାକୁର ଓଳେଇ ଦେଇକି ଚାଲିଲି ପୂଜା କରିବା ପାଇଁ। ପୂଜାପୂଜି ସାରିଦେଲି, ପୁରା ଫୁଲ ଫୁଲ ସବୁଦିନ ପରେ ଫୁଲ ଫୁଲ ପୁରା ସୁନ୍ଦର ଭାବରେ ସଜେଇ ଦେଲି ଠାକୁରଙ୍କୁ। ଠାକୁରଙ୍କୁ ଟିକେ ସଜେଇଲେ ହିଁ ମୋତେ ବହୁତ ଭଲ ଲାଗେ। ମୋତେ ଭଲ ଲାଗେ ଠାକୁର ପୂଜା କରିବାକୁ। ତାଙ୍କର ଦେଖନ୍ତୁ କେତେ ସୁନ୍ଦର ଦେଖାହେଉଛି। ତ ଜଗନ୍ନାଥ ବହୁତ ସୁନ୍ଦର ଦେଖାହେଉଛନ୍ତି, ପୁରା ବହୁତ ସୁନ୍ଦର। ଦେଖନ୍ତୁ ଜଗନ୍ନାଥଙ୍କଠି ସବୁବେଳେ ମୁଁ ହଳଦିଆ ଫୁଲ ଦିଏ। ତାପରେ ସବୁ ଠାକୁର ପୁରା ସୁନ୍ଦର ଭାବରେ ସଜେଇ ଦେଇ ସେଇଠୁ ଆସିକି ଚା ଟିଫିନ୍ ବନେଇଦେଲି। ମାଛ ଆସିଥିଲା, ତାକୁ ସବୁ ତେଲରେ ଲୁଣ ହଳଦୀ ଗୋଳେଇ ତେଲରେ ଭଜାଭଜି କରିଦେଲି। ଭଜାଭଜି କରିଦେଲା ପରେ ଦେଖିଲା ବେଳକୁ ଆଜି ହଠାତ୍ କିନା ମୋ ମାଉସୀ ଆସିକି ପହଞ୍ଚିଗଲେ। ସେ କିଛି କହିନଥିଲେ, ପହଞ୍ଚିଗଲେ। ତାପରେ ମାଛ ଭଜା କରୁଥାଏ, ଏପଟେ ଆଳୁ କାଟିକି ଥୋଇ ଦେଇଛି। ଆଳୁ କାଟିକି ଧୋଇକି ଥୋଇ ଦେଇଛି, ତାକୁ ଭଜା କଲି ତେଲରେ। ଏପଟେ ଯେଉଁ ମାଛର ପିତ୍ତଳ ଅନ୍ତଟା ଯେଉଁ ଆସିଥିଲା, ସେଇଟାକୁ ଟିକେ ଭାଜୁଥିଲି। ଏପଟେ ସୋରିଷ ମସଲା କରିକି ଟିକେ କଷାକଷି କରିଦେଇଛି। କଷାକଷି କରିସାରିଲା ପରେ ତାକୁ ତରକାରୀ ପାଇଁ ଟିକେ ତା ଦେହରେ ତେନ୍ତୁଳି ରସ ଦେଇକି ଆଜି ଟିକେ କରିବି। ହଳଦୀ ଲଙ୍କାଗୁଣ୍ଡ ସବୁ ପକେଇକି ତାକୁ ଭଲସେ କଷାକଷି କରିଦେଇକି, ସୋରିଷ ମସଲାଟା ବେଶୀ କଷା ହେବନି, ସୋରିଷ ମସଲାଟା ବେଶୀ କଷା ହେଲେ ଟିକେ ପିତା ଲାଗେ। ତ ଯେତିକି ମାନେ କଷା ହେବା କଥା ତାକୁ କଷିଦେଲି। ତାପରେ ମାଉସୀ ହେରିକା ସବୁ ବସିଥିଲେ, ଟିକେ ଆପେଲ୍ କାଟିକି ତାଙ୍କୁ ଦେଇଦେଲି। ମୁଁ କହିଲି ସେ ଟିକେ ଖାଇବେ। ସେତେବେଳକୁ 12ଟା ଖଣ୍ଡେ ହେଇଯାଇଥିଲା, ତ ଖାଇନଥିଲେ। ତ ମାଛ ତରକାରୀ ମୋର ସରିଗଲାଣି। ତାପରେ ଧନିଆ ପତ୍ର, ତାକୁ ତେନ୍ତୁଳି ରସ ଦେଇକି କାଢ଼ିକି ବାହାର କରିଦେଲି। ମାଉସୀ ଆଣିଥିଲେ ଆମର ମିଠା, ଦେଖନ୍ତୁ କେତେ ବଡ଼ ବଡ଼ ସାଇଜ୍, ପୁରା ବହୁତ ଟେଷ୍ଟି ଥିଲା, ବହୁତ ଟେଷ୍ଟି ଥିଲା। ପୁଅ ମୋର ସେଠି ଚୋରେଇକି ଖାଇଯାଉଛି ସେ ମିଠାକୁ। ତାପରେ ଗୋଟେ ବେଲୁନ୍ ଭିତରେ ଗୋଟେ ଡ୍ରେସ୍ ଭିତରେ ଗୋଟେ ବେଲୁନ୍ ପୁରେଇ ଆଣି ଦେଖୁଛି, ମମି ଦେଖ ମୋ ବେଟା କେତେ ବଡ଼ ହେଇଛି। ସେଠି ବୋଉ ଆଉ ମାଉସୀ ବସିକି କଥା ହେଉଛନ୍ତି। ତାପରେ ବର୍ଷା ପୁରା ଆରମ୍ଭ ହୋଇଗଲା, ପ୍ରବଳ ବର୍ଷା। ଦେଖନ୍ତୁ କେତେ ଜୋରସେ ବର୍ଷା ଟିକେ ହେଲାରୁ ଭଲ ଲାଗିଲା, ବହୁତ ଗରମ ହେଉଛି। ବର୍ଷା ସିନା ସେ ଜୋରସେ ହେଇଥିଲେ ଚଳିଥାନ୍ତା, ମାନେ ପୁରା ଥଣ୍ଡା ଲାଗିଥାନ୍ତା। 10-15 ମିନିଟ୍ ହେଲା, ତାପରେ ଯେଉଁ ଗରମକୁ ସେଇ ଗରମ, ମାନେ ପୁରା ହୁଳା ବାହାରିଲା। ତାତିକି ଯେଉଁ ଥିଲା, ବର୍ଷା ହେଇଗଲା ପରେ ପୁରା ସେଇଟା ପୁରା ହୁଳା ବାହାରିଲା। ତ ଖାଇ ପିଇକି ସବୁ ଶୋଇ ପଡ଼ିକି ଉଠିଲେ। ସେଇଠୁ ମୁଁ ଟିକେ ଚା ବସିଲି। ମୁଁ ଆଜି ଶୋଇନଥିଲି, ନାଲି ଚା ବୋଉଙ୍କ ପାଇଁ କଲି। ବୋଉ କ୍ଷୀର ଚା ପିଅନ୍ତିନି, ତ କ୍ଷୀର ଚା ସମସ୍ତଙ୍କ ପାଇଁ କଲି। ଆଜି ମୁଁ ଭିଡ଼ିଓ ଟିକେ ବେଶୀ ବନେଇ ପାରିନଥିଲି। ଝିଅ ଏଠି ବସିକି ଚୋରି କରି ଖାଉଛି। ତାପରେ ରୁଟି କରିଦେଲି, ବୁଟ ଆଳୁ ତରକାରୀ ରାତି ପାଇଁ କରିଦେଲି ଆଉ।